ମହିଳାମାନେ ଧ୍ୟାନରେ ଶୁଣନ୍ତୁ। 1 ନମ୍ବର, ପୂଜା କରିବା ସମୟରେ ମହିଳାମାନେ ନଡ଼ିଆ ଭାଙ୍ଗିବା ଉଚିତ ନୁହେଁ। ଏହା ବହୁତ ଅଶୁଭ ହୋଇଥାଏ ଏବଂ ପୁରୁଷ ଲୋକମାନେ ନଡ଼ିଆ ଭାଙ୍ଗିବା ଦ୍ୱାରା ମଙ୍ଗଳକାରୀ ହୋଇଥାଏ। 2 ନମ୍ବର, ଦର୍ଶକ ବନ୍ଧୁ, ଆପଣମାନେ ଯେତେବେଳେ ରାସ୍ତାରେ ଯାଉଥିବା ସମୟରେ ଯଦି ମୁଦ୍ରା କିମ୍ବା ପଇସା ମିଳେ ତେବେ ଏହା ଅଶୁଭ ହୋଇଥାଏ ଏବଂ କାର୍ଯ୍ୟରେ ସଫଳ ହେବା ପାଇଁ ବିଳମ୍ବ ହେବାର ସଂକେତ ଦେଇଥାଏ। ମନେ ରଖିବେ। 3 ନମ୍ବର, ଘରେ ଲକ୍ଷ୍ମୀ ଠାକୁରାଣୀଙ୍କ ଠିଆ ହୋଇଥିବା ଫଟୋ ରଖନ୍ତୁ ନାହିଁ। ବସିଥିବା ଫଟୋ ରଖିଲେ ମଙ୍ଗଳ ହୋଇଥାଏ। ମନେ ରଖିବେ। 4 ନମ୍ବର, ବାସନ ମାଜିଲା ବେଳେ ମନେ ରଖିବେ, ବାସନ ମାଜିଲା ବେଳେ ବାସନର ଶବ୍ଦ ଅଧିକ ହେବା ଉଚିତ ନୁହେଁ, କାରଣ ଏହା ଅଶୁଭ ଏବଂ ଅମଙ୍ଗଳକାରୀ ହୋଇଥାଏ ଏବଂ ସବୁଦିନ ପାଇଁ ଲକ୍ଷ୍ମୀ ଠାକୁରାଣୀ ଦୂରେଇ ଯାଇଥାନ୍ତି। 5 ନମ୍ବର, ପୂର୍ବକୁ ମୁହଁ କରି ଭୋଜନ କଲେ ଏବଂ ଦକ୍ଷିଣକୁ ମୁହଁ କରି ଶୟନ କଲେ ମଙ୍ଗଳ ହୋଇଥାଏ। 6 ନମ୍ବର, ଭୂମିରେ ପଡ଼ିଥିବା ଫୁଲରେ ଠାକୁରଙ୍କୁ ପୂଜା କରନ୍ତୁ ନାହିଁ, କିନ୍ତୁ ବଉଳ ଫୁଲ, ସେଫାଳି, ବେଲପତ୍ର ଓ ତୁଳସୀ ଭୂମିରେ ପଡ଼ିଲେ ବି ପୂଜା କରିପାରିବେ। 7 ନମ୍ବର, ଗୋଟିଏ ଦିନରେ ଯଦି ବୋହୂ ବାପ ଘରେ ଏବଂ ଶାଶୁ ଘରେ ଭୋଜନ କରେ ତେବେ ଘରକୁ ଦୁର୍ଭାଗ୍ୟ ଆସିଥାଏ। 8 ନମ୍ବର, ଧଳା ପାରର ମୂର୍ତ୍ତି ଘରେ ରଖିଲେ ମନରୁ ଦୁର୍ଭାବନା ଦୂରେଇ ଯାଇଥାଏ ଏବଂ ସଦ୍ଭାବନା ଆସିଥାଏ। 9 ନମ୍ବର, ଭୋଜନ କଲାବେଳେ ପିତ୍ତଳ ନଚେତ କଦଳୀପତ୍ର କିମ୍ବା ଶାଳପତ୍ର ବ୍ୟବହାର କରନ୍ତୁ। 10 ନମ୍ବର, ଘର ପାଖରେ କଇଁଆ ଗଛ, ତାଳ ଗଛ ଓ ବାଉଁଶ ଗଛ ରଖନ୍ତୁ ନାହିଁ, କାରଣ ଏହା ବିପଦ ଆଣିଥାଏ। 11 ନମ୍ବର, ଗୁରୁବାର ଓ ଶନିବାର ଦିନ ଲୁହା ଜାତୀୟ ଜିନିଷ ଘରୁ ବିକନ୍ତୁ ନାହିଁ, ଏହା ଅମଙ୍ଗଳକାରୀ ହୋଇଥାଏ। 12 ନମ୍ବର, ଦର୍ଶକ ବନ୍ଧୁ, ଅମାବାସ୍ୟା, ପୂର୍ଣ୍ଣିମା ଓ ଏକାଦଶୀରେ ଦୂରଯାତ୍ରା କେବେ ବି କରନ୍ତୁ ନାହିଁ, ଶୁଭ ଫଳ ମିଳିନଥାଏ। 13 ନମ୍ବର, ଘରର କବାଟ ଝରକା ଉପରେ ପାଲଟା ଲୁଗା କିମ୍ବା ଗାମୁଛା କେବେ ବି ଶୁଖାନ୍ତୁ ନାହିଁ କିମ୍ବା ରଖନ୍ତୁ ନାହିଁ, ଏହା ଅମଙ୍ଗଳ ହୋଇଥାଏ। 14 ନମ୍ବର, ପିଲା ପାଇଁ ମା କ୍ଷୀର ହେଉନଥିଲେ 2 ଚାମଚ କପା ପତ୍ର ରସ 7 ଦିନ ଖାଇଲେ କ୍ଷୀର ଅଧିକ ହୋଇଥାଏ ଏବଂ ପିଲା ସୁସ୍ଥ ରହିଥାଏ। 15 ନମ୍ବର, ଦର୍ଶକ ବନ୍ଧୁ, ରୋଷେଇ ଘର କାନ୍ଥରେ କେବେ ନୀଳ ରଙ୍ଗ କିମ୍ବା କଳା ରଙ୍ଗ କରନ୍ତୁ ନାହିଁ, ଏହା ଅମଙ୍ଗଳ ହୋଇଥାଏ ଏବଂ ଶନିଙ୍କର କୁପଦୃଷ୍ଟି ପଡ଼ିଥାଏ। 16 ନମ୍ବର, ଘରେ ଅଭାବ ଲାଗି ରହୁଥିଲେ ଛୋଟ ପିତ୍ତଳ ଢାଳରେ କଏନ୍ ଭର୍ତ୍ତି କରି ପଶ୍ଚିମ ପଟରେ ରଖନ୍ତୁ। 17 ନମ୍ବର, ଭୋଜନ କରିବା ସମୟରେ ମନେ ରଖିବେ, ଭୋଜନ କରିବା ସମୟରେ ଗୋଡ଼ରେ ହାତ ରଖନ୍ତୁ ନାହିଁ କିମ୍ବା ମୁଣ୍ଡରେ ଟୋପି କିମ୍ବା ଗାମୁଛା ଭିଡ଼ି କରି କେବେ ବି ଭୋଜନ କରନ୍ତୁ ନାହିଁ, ଏହା ଅମଙ୍ଗଳ ହୋଇଥାଏ। 18 ନମ୍ବର, ମାନସିକ ଅଶାନ୍ତି ରହୁଥିଲେ ଯୋଡ଼ିଏ ବଂଶୀ ଛକ କରି ଘରେ ରଖନ୍ତୁ। 19 ନମ୍ବର, ପିଲାଙ୍କୁ 1 ବର୍ଷ ହେବା ପର୍ଯ୍ୟନ୍ତ ତୁଳସୀ ରସ ସହିତ ମହୁ ଖାଇବାକୁ ଦେଲେ ପିଲାଙ୍କୁ ଥଣ୍ଡା ହୁଏ ନାହିଁ। 20 ନମ୍ବର, ମୋଟା ଲୋକ ପତଳା ହେବା ପାଇଁ ଚାହୁଁଥିଲେ ପ୍ରତିଦିନ ସକାଳୁ ଖାଲି ପେଟରେ ଗୋଟିଏ ଗ୍ଲାସ ଜିରା ପାଣି ପିଅନ୍ତୁ ଏବଂ ସକାଳୁ କିଛି ସମୟ ଚାଲିବାକୁ ଯାଆନ୍ତୁ। 21 ନମ୍ବର, କଣ୍ଠ ସୁମଧୁର କରିବା ପାଇଁ ହେଲେ ଅଦାକୁ ଚୋବାଇ ଅଦା ରସ ସେବନ କରନ୍ତୁ। 22 ନମ୍ବର, ସକାଳୁ ଉଠି କୁଳୁକୁଚା ପାଣି ଆଖିରେ ମାରିଲେ ଆଖି ରୋଗ ଦୂର ହୋଇଥାଏ। 23 ନମ୍ବର, ଦୁଦୁରା ପତ୍ର ରସକୁ ମୁଣ୍ଡରେ ମାରିଲେ ଚୁଟି ଝଡ଼ିବା ବନ୍ଦ ହୋଇଥାଏ। 24 ନମ୍ବର, ବାଛୁରୀ ନଥିବା ଗାଈର କ୍ଷୀରକୁ ମନେ ରଖିବେ, ବାଛୁରୀ ନଥିବା ଗାଈର କ୍ଷୀରକୁ ଛୋଟ ପିଲାଙ୍କୁ ପିଇବାକୁ ଦିଅନ୍ତୁ ନାହିଁ ଏବଂ ଠାକୁରଙ୍କ ପୂଜାରେ ମଧ୍ୟ ଲଗାନ୍ତୁ ନାହିଁ, ଏହା ଅମଙ୍ଗଳ ହୋଇଥାଏ। 25 ନମ୍ବର, ଅସଲି ମହୁକୁ ଜାଣିବା ପାଇଁ ହେଲେ ଖଣ୍ଡେ ସାଧା କାଗଜରେ ପକାଇ ଦିଅନ୍ତୁ, ଏହା ଭେଦିବ ନାହିଁ। 26 ନମ୍ବର, ପାଟିରୁ ଦୁର୍ଗନ୍ଧ ବାହାରୁଥିଲେ ଗୋଲାପ ଜଳ ସହିତ ଲେମ୍ବୁ ପାଣି ମିଶାଇ କୁଳି କରନ୍ତୁ। 27 ନମ୍ବର, ପୂର୍ଣ୍ଣିମା, ଅମାବାସ୍ୟା, ସଂକ୍ରାନ୍ତି, ଜନ୍ମଦିନ ଏବଂ ପିଣ୍ଡଦାନ ଦିନ ଚୁଟି କାଟନ୍ତୁ ନାହିଁ। 28 ନମ୍ବର, ରାତିରେ ଶୋଇବା ବେଳେ ଦର୍ପଣ ଉପରେ କଳା କପଡ଼ା ଘୋଡ଼ାଇ ଦିଅନ୍ତୁ, ଏହା ମଙ୍ଗଳ ହୋଇଥାଏ। 29 ନମ୍ବର, ଛୋଟ ପିଲା ଯଦି
ଅନବରତ କାନ୍ଦୁଥାନ୍ତି ଶୋଇବା ଖଟକୁ ମୟୂର ପଞ୍ଛରେ ଝାଡ଼ି ଦିଅନ୍ତୁ। 30 ନମ୍ବର, ରାତିରେ ବେଶୀ ସମୟ ମୋବାଇଲ ଦେଖନ୍ତୁ ନାହିଁ ଏବଂ ରାତିରେ ଶୋଇଲା ବେଳେ ମୋବାଇଲକୁ ମୁଣ୍ଡ ପାଖରେ ରଖି ଶୁଅନ୍ତୁ ନାହିଁ। 31 ନମ୍ବର, ସକାଳୁ ଉଠି କଞ୍ଚା କ୍ଷୀରରେ ଫାଳେ ଲେମ୍ବୁ ଚିପୁଡ଼ି ମୁହଁରେ ମାରିଲେ ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ହୋଇଥାଏ। 32 ନମ୍ବର, ଘରର ଡାହାଣ ପାଖରେ ତୁଳସୀ ଚଉରା ରଖିବା ଉଚିତ ଏବଂ ଘରୁ ବାହାରିଲା ବେଳେ ତୁଳସୀ ମୂଳର ମାଟି ମୁଣ୍ଡରେ ମାରିଲେ ଶୁଭ ହୋଇଥାଏ। 33 ନମ୍ବର, ଆଣ୍ଠୁଗଣ୍ଠି ଯନ୍ତ୍ରଣା ହେଉଥିଲେ ପାଣି ପିଇବା ସମୟରେ ମନେ ରଖିବେ କେବେ ବି ଠିଆ ହୋଇକି ପିଇବେ ନାହିଁ, ବସିକି ପାଣି ପିଅନ୍ତୁ ଏବଂ ଦିନକୁ 5ଟି ଲବଙ୍ଗ ଚୋବାଇ କରି ଖାଆନ୍ତୁ। 34 ନମ୍ବର, ବ୍ରଣ ଦାଗ ଲିଭାଇବା ପାଇଁ ଡାଲଚିନି ଗୁଣ୍ଡ ସହିତ ଅଳ୍ପ ମହୁ ମିଶାଇ ଦାଗରେ ମାରିଲେ ଦାଗ ଲିଭି ଯାଇଥାଏ। 35 ନମ୍ବର, ବିବାହିତା ସ୍ତ୍ରୀ ଲୋକମାନେ ରାତିରେ କେଶ ଖୋଲା ରଖି ଶୋଇବା ଅନୁଚିତ, ଏହା ଅମଙ୍ଗଳ ହୋଇଥାଏ। 36 ନମ୍ବର, ସୂର୍ଯ୍ୟାସ୍ତ ପରେ କେବେ ବି କ୍ଷୀର କିମ୍ବା ଦହି ବାହାର ଲୋକଙ୍କୁ ଦିଅନ୍ତୁ ନାହିଁ, ଏହା ଅମଙ୍ଗଳ ହୋଇଥାଏ। 37 ନମ୍ବର, ଠାକୁର ପୂଜା କଲାବେଳେ ତଳେ ପିଢ଼ା ଉପରେ କିମ୍ବା ପଥର ଉପରେ ବସି ପୂଜା କରନ୍ତୁ ନାହିଁ, ଆସନ ଉପରେ ବସି ପୂଜା କରନ୍ତୁ। 38 ନମ୍ବର, ଦଶମୀ ଏବଂ ଦ୍ୱାଦଶୀ ତିଥିରେ ପୋଇ ଏବଂ ଏକାଦଶୀରେ ଶିମ୍ବ ଖାଆନ୍ତୁ ନାହିଁ, ଏହା ଅମଙ୍ଗଳ ହୋଇଥାଏ। 39 ନମ୍ବର, ଜଗନ୍ନାଥ ମନ୍ଦିରକୁ 3 ଥର ଏବଂ ଶିବ ମନ୍ଦିରକୁ ଅର୍ଦ୍ଧ ପରିକ୍ରମା କଲେ ମଙ୍ଗଳ ହୋଇଥାଏ। 40 ନମ୍ବର, ଘରେ ଅଶାନ୍ତି ଲାଗି ରହୁଥିଲେ ଶନିବାର ଦିନ ବଉଳ ଗଛ ଚାରିପାଖେ 7 ଥର ପରିକ୍ରମା କରି ତା'ର ଚେରକୁ ଘରେ ରଖନ୍ତୁ, ଏହାଦ୍ୱାରା ଘରକୁ ଅଶାନ୍ତି ଆସିନଥାଏ। 41 ନମ୍ବର, ଘରେ ଅଚଳ ଘଣ୍ଟା ରଖନ୍ତୁ ନାହିଁ କିମ୍ବା ଘଣ୍ଟା ଦକ୍ଷିଣ କାନ୍ଥରେ ଲଗାନ୍ତୁ। 42 ନମ୍ବର, ଦର୍ଶକ ବନ୍ଧୁ, ପ୍ରଜାପତି ଯଦି ଦେହରେ ବସନ୍ତି ତେବେ ସୁଖ ଲାଭ ହୋଇଥାଏ ଏବଂ ବୁଢ଼ିଆଣୀ ଜାଲ ମୁଣ୍ଡରେ ମାରିଲେ ନୂତନ ବସ୍ତ୍ର ପ୍ରାପ୍ତି ହୋଇଥାଏ। 43 ନମ୍ବର, ମଙ୍ଗଳବାର ଦିନ କେବେ ବି ଟଙ୍କା ଧାର କର୍ଜ କରିବା ଉଚିତ ନୁହେଁ, ଏହାଦ୍ୱାରା ଶୁଝିବା କଷ୍ଟକର ହୋଇଥାଏ। 44 ନମ୍ବର, ସୂର୍ଯ୍ୟ ଉଦୟ ସମୟରେ କାଉ ଯଦି ପୂର୍ବ କିମ୍ବା ପଶ୍ଚିମ ଦିଗରେ ବାରମ୍ବାର ରାବ ଦିଏ ତେବେ ଏହା ଶୁଭ ହୋଇଥାଏ ଓ ଶୁଭ ସମାଚାର ମିଳିବାର ସଂକେତ ହୋଇଥାଏ। 45 ନମ୍ବର, ତ୍ରୟୋଦଶୀ ତିଥିରେ ପିତାମାତା ବାଇଗଣ ଖାଇଲେ ସନ୍ତାନମାନଙ୍କର ଅମଙ୍ଗଳ ହୋଇଥାଏ। ଦର୍ଶକ ବନ୍ଧୁ, ଭିଡ଼ିଓଟି ଯଦି ଆପଣମାନଙ୍କୁ ପସନ୍ଦ ଆସିଥାଏ ତାହେଲେ ଚ୍ୟାନେଲକୁ ଲାଇକ୍ କରିଦିଅନ୍ତୁ ଏବଂ ସବସ୍କ୍ରାଇବ୍ କରିଦିଅନ୍ତୁ। ରହିଲି, ନମସ୍କାର, ଜୟ ଜଗନ୍ନାଥ।